ଆଜି ମୁଁ ଆପଣମାନଙ୍କୁ ଏହି ଭିଡ଼ିଓରେ ଦେଖେଇବି କିପରି ଆପଣ ପ୍ଲସ୍ ଟୁ ଫାର୍ଷ୍ଟ ଇୟର୍ ଷ୍ଟେଟ୍ ସ୍କଲାରସିପ୍ ଆପ୍ଲାଏ କରିପାରିବେ। ତ ପ୍ରଥମରେ ତ ଆପଣ କୌଣସି ଏକ ବ୍ରାଉଜରକୁ ଖୋଲି ନିଅନ୍ତୁ। ଖୋଲି ସାରିଲା ପରେ ସର୍ଚ୍ଚରେ ଷ୍ଟେଟ୍ ସ୍କଲାରସିପ୍ ଲେଖିକି ସର୍ଚ୍ଚ କରନ୍ତୁ। କରିସାରିଲା ପରେ ଦେଖନ୍ତୁ ଉପରେ ଯେଉଁ ଲିଙ୍କଟି ଆସୁଛି ତାରି ଉପରେ କ୍ଲିକ୍ କରନ୍ତୁ। ଏହାକୁ କଟ୍ କରିଦିଅନ୍ତୁ। ଲଗ୍ଇନ୍ ଉପରେ କ୍ଲିକ୍ କରନ୍ତୁ। କ୍ଲିକ୍ କରିସାରିଲା ପରେ ଷ୍ଟୁଡେଣ୍ଟ ଲଗ୍ଇନ୍ ଉପରେ କ୍ଲିକ୍ କରନ୍ତୁ। ଦେଖନ୍ତୁ ଯଦି ଆପଣ ଆଗରୁ ରେଜିଷ୍ଟର କରିଛନ୍ତି ତାହେଲେ ଆପଣ ଲଗ୍ଇନ୍ ଉପରେ ଆପଣଙ୍କ ଆଧାର ନମ୍ବର ପାସୱାର୍ଡ଼ ଦେଇକି ଲଗ୍ଇନ୍ କରିପାରିବେ। ଯଦି କରିନାହାନ୍ତି ତାହେଲେ ରେଜିଷ୍ଟ୍ରେସନ୍ ଉପରେ କ୍ଲିକ୍ କରନ୍ତୁ ଓ ଏଠାରେ ଆଧାର ନମ୍ବରକୁ ଏଣ୍ଟର କରିଦିଅନ୍ତୁ। ଷ୍ଟୁଡେଣ୍ଟର ଆଧାର ନମ୍ବର ଯାହାର ବି ଆପ୍ଲାଏ କରିଛନ୍ତି ତାହାର ଆଧାର ନମ୍ବରକୁ ଏଣ୍ଟର କରନ୍ତୁ। ଏଠାରେ ସେ ଆଧାର ସହିତ ଲିଙ୍କ ଥିବା ମୋବାଇଲ ନମ୍ବରକୁ OTP ଆସିବ, ତାହା ଏଠାରେ ଏଣ୍ଟର କରନ୍ତୁ। ଏହାପରେ ଦେଖନ୍ତୁ ଭେରିଫାଇ OTP ଉପରେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଏଠାରେ ଆପଣଙ୍କ ମୋବାଇଲ ନମ୍ବରକୁ ଏଣ୍ଟର କରନ୍ତୁ। ତା ତଳକୁ ଦେଖନ୍ତୁ ଅଲ୍ଟରନେଟିଭ୍ ମୋବାଇଲ ନମ୍ବର ଅଛି। ତାହା ଯଦି ଆପଣଙ୍କ ଘରେ ବାପା କି ମାମା କି କୌଣସି ଗାର୍ଡ଼ିଆନର ଅଛି ତାର ଅଲ୍ଟରନେଟିଭ୍ ଦେଇପାରିବେ, ନହେଲେ ସେମିତି ଛାଡ଼ିଦେଲେ ବି କିଛି ଅସୁବିଧା ନୁହଁ। ତାପରେ ଏଠାରେ ଦେଖନ୍ତୁ ଆପଣଙ୍କ ଇମେଲ୍ ଆଡ୍ରେସକୁ ଏଣ୍ଟର କରିଦିଅନ୍ତୁ। ତାପରେ ଦେଖନ୍ତୁ ଏଠାରେ ଆପଣ କ୍ରିଏଟ୍ ପାସୱାର୍ଡ଼ ଦେଇଛି। କ୍ରିଏଟ୍ ପାସୱାର୍ଡ଼ ଆପଣଙ୍କ ଇଚ୍ଛା ଅନୁସାରେ ବନେଇ ପାରିବେ। ତ ମୁଁ ଗୋଟେ ପାସୱାର୍ଡ଼ ବନେଇ ଦେଉଛି। ଆପଣ ଯଦି ଜାଣିନାହାନ୍ତି କିପରି ବନେଇବେ ପାସୱାର୍ଡ଼, ତାହେଲେ ଦେଖନ୍ତୁ ଏକ୍ସାମ୍ପଲ୍ ହିସାବରେ ମୁଁ ଗୋଟେ ପାସୱାର୍ଡ଼ଟେ ବନେଇକି ଦେଖେଇ ଦେଇଛି। ଆପଣମାନେ ଚାହିଁଲେ ସେହି ହିସାବରେ ବନେଇ ପାରିବେ। ତାପରେ ରେଜିଷ୍ଟର ଉପରେ କ୍ଲିକ୍ କରନ୍ତୁ। ଦେଖନ୍ତୁ ଏହା ରେଜିଷ୍ଟ୍ରେସନ୍ କମ୍ପ୍ଲିଟ୍ ହେଇଯାଇଛି। ତ ଏଠାରେ ଦେଖନ୍ତୁ ଗୋ ଟୁ ଲଗ୍ଇନ୍ ଉପରେ କ୍ଲିକ୍ କରନ୍ତୁ, ନହେଲେ ହୋମ୍ରେ ମଧ୍ୟ କ୍ଲିକ୍ କରିପାରିବେ। ତ ମୁଁ ଗୋ ଟୁ ଲଗ୍ଇନ୍ ଉପରେ କ୍ଲିକ୍ କରିକି ପୁଣି ଏଠାରେ ଆଧାର ନମ୍ବରକୁ ଦେଇ ଦେଉଛି। ଯେଉଁ ଆଧାର ନମ୍ବରକୁ ମୁଁ ରେଜିଷ୍ଟ୍ରେସନ୍ କରିଥିଲି ସେ ଆଧାର ନମ୍ବର ଆଉ ଯେଉଁ ପାସୱାର୍ଡ଼ଟି ମୁଁ ବନେଇଥିଲି ସେ ପାସୱାର୍ଡ଼କୁ ଏଠାରେ ଦେଇ ଦେଉଛି। ଦେଇସାରିଲା ପରେ ଏଠାରେ ଦେଖନ୍ତୁ ଗୋଟେ ମ୍ୟାଥ୍ ଟାଇପ୍ର କ୍ୟାପ୍ଚା ଦେଇଛି, ତାହାକୁ ସଲ୍ଭ କରିକି ଲଗ୍ଇନ୍ ଉପରେ କ୍ଲିକ୍ କରୁଛି। କ୍ଲିକ୍ କରିସାରିଲା ପରେ ଦେଖନ୍ତୁ ଆପଣଙ୍କ ସାମ୍ନାରେ ଏମିତି କିଛି ଆସିଯିବ। ତାପରେ ଦେଖନ୍ତୁ ଏଠାରେ ଆପ୍ଲାଏ ସ୍କଲାରସିପ୍ ଉପରେ କ୍ଲିକ୍ କରନ୍ତୁ। ଡିପାର୍ଟମେଣ୍ଟରେ ସିଲେକ୍ଟ କରିକି ଦେଖନ୍ତୁ ST ଆଣ୍ଡ SC ଆଣ୍ଡ MBC ଅଛି, ତାହାକୁ ସିଲେକ୍ଟ କରନ୍ତୁ। କରିସାରିଲା ପରେ ସ୍କିମ୍ରେ ପୋଷ୍ଟ ମ୍ୟାଟ୍ରିକ୍ ସିଲେକ୍ଟ କରନ୍ତୁ। ତାପରେ ଦେଖନ୍ତୁ ତଳେ ସେଠି ସାମ୍ସ ଓ ନନ୍ ସାମ୍ସ ଅଛି। ତ ଆପଣ ଯଦି ଆପଣଙ୍କ ପାଖରେ ଯେତେବେଳେ କଲେଜ ଆପ୍ଲାଏ କରିଥିବେ CA ଫର୍ମ ଅଛି, ତାହେଲେ ସାମ୍ସ ଉପରେ କ୍ଲିକ୍ କରନ୍ତୁ। ଏଠାରେ ସେ ବାରକୋଡ଼ ନମ୍ବର ଯେଉଁ ଅଛି ତ ସେଇ ନମ୍ବରକୁ ଏଠାରେ ଏଣ୍ଟ୍ରି କରିକି ସାମ୍ସ ଡାଟାରେ କ୍ଲିକ୍ କରନ୍ତୁ। ଯଦି ଆପଣଙ୍କ ପାଖରେ ସେ ଫର୍ମ ନାହିଁ ତାହେଲେ ନନ୍ ସାମ୍ କରିକି ମଧ୍ୟ ଆପଣ ଆପ୍ଲାଏ କରିପାରିବେ। ତ ଏଠାରେ ତାପରେ ଦେଖନ୍ତୁ ମୁଁ ସାମ୍ସକୁ ସିଲେକ୍ଟ କରିଦେଇଛି। କରିସାରିଲା ପରେ ଏଠାରେ କୋର୍ସ ଟାଇପ୍ ଗୋଟେ ଅଛି, ଦେଖନ୍ତୁ ଯେହେତୁ ପ୍ଲସ୍ ଟୁ ଫାର୍ଷ୍ଟ ଇୟର୍ ସେ ପିଲା, ତ ମୁଁ ଏଠାରେ ଜୁନିୟର ସିଲେକ୍ଟ କରିଛି। ଆପଣଙ୍କ କୋର୍ସ ଅନୁସାରେ ଆପଣ ସିଲେକ୍ଟ କରିପାରିବେ। ତ ମୁଁ ଏଠାରେ ଦେଖନ୍ତୁ ଜୁନିୟରକୁ ସିଲେକ୍ଟ କରିଦେଉଛି। କରିସାରିଲା ପରେ ଏଠାରେ ବାରକୋଡ଼ ନମ୍ବର ଦେଇକି ସାମ୍ ଡାଟା ଉପରେ କ୍ଲିକ୍ କରିଦେଉଛି। କରିସାରିଲା ପରେ ଦେଖନ୍ତୁ ଏଠାରେ ଗୋଟେ OTR ନମ୍ବର ମାଗିଛି। ତ ଏଇ OTR ନମ୍ବରଟା କେଉଁଠୁ ପାଇବେ? ତ ଏଇ OTR ନମ୍ବର ପାଇଁ ଦେଖନ୍ତୁ ନୋଟ୍ ଲେଖା ହେଇକି ଗୋଟେ ସେଠି ଲିଙ୍କଟେ ଦିଆହେଇଛି, ସେ ଉପରେ କ୍ଲିକ୍ କରନ୍ତୁ। ତ ଆପଣଙ୍କୁ ଅଟୋମେଟିକ୍ ସେ ରିଡାଇରେକ୍ଟ କରିଦେବ ଗୋଟେ ୱେବସାଇଟ୍କୁ। NSP ଯେଉଁ ନ୍ୟାସନାଲ୍ ପୋର୍ଟାଲର ୱେବସାଇଟ୍ ଅଛି ତାହାରି ଉପରକୁ ରିଡାଇରେକ୍ଟ କରିଦେବ। ଗେଟ୍ OTR ଉପରେ କ୍ଲିକ୍ କରନ୍ତୁ। ତାପରେ କରିସାରିଲା ପରେ ଦେଖନ୍ତୁ ଏମିତି କିଛି ଆସିଯିବ। ଆସିସାରିଲା ପରେ ଯେହେତୁ ଆପଣ ପ୍ରଥମ ଥର ପାଇଁ ଆସୁଛନ୍ତି ତ ଆପଣ ତ ଲଗ୍ଇନ୍ କରିପାରିବେ ନାହିଁ, ସେଥିପାଇଁ ଆପଣ ଦେଖନ୍ତୁ ଉପରେ ରେଜିଷ୍ଟର ଅଛି, ତାହାରି ଉପରେ କ୍ଲିକ୍ କରନ୍ତୁ। କ୍ଲିକ୍ କରିସାରିଲା ପରେ ଦେଖନ୍ତୁ ଆପଣ ତଳକୁ ଆସିବେ, ଦୁଇଟାକୁ ଟିକ୍ କରିଦିଅନ୍ତୁ। କରିସାରିଲା ପରେ ନେକ୍ସଟରେ କ୍ଲିକ୍ କରନ୍ତୁ। ଏଠାରେ ଆପଣ ଗୋଟେ ମୋବାଇଲ ନମ୍ବର ଏଣ୍ଟର କରନ୍ତୁ। ଯଦି ଆପଣଙ୍କ ଆଧାର ସହିତ ଯେଉଁ ମୋବାଇଲ ନମ୍ବର ଥିବ ସେ ନମ୍ବର ଦେଲେ ଭଲ। ତ ସେଥିପାଇଁ ଆପଣଙ୍କ ମୋବାଇଲ ନମ୍ବରକୁ ଏଣ୍ଟର କରିକି ଗେଟ୍ OTP ଉପରେ କ୍ଲିକ୍ କରନ୍ତୁ। ଏଠାରେ ସେ ମୋବାଇଲ ନମ୍ବରକୁ OTP ଗୋଟେ ଯାଇଥିବ, ସେ OTPକୁ ଏଠାରେ ଏଣ୍ଟର କରନ୍ତୁ। ଦେଖନ୍ତୁ ଏଠାରେ ତାପରେ OTP ଦେଇ ସାରିଲା ପରେ କ୍ୟାପ୍ଚାକୁ ଏଣ୍ଟର କରନ୍ତୁ। ଭେରିଫାଇ ଉପରେ କ୍ଲିକ୍ କରନ୍ତୁ। OTP ଭେରିଫାଇ ସକ୍ସେସଫୁଲି ହେଇଯାଇଛି। ତାପରେ ଏଠାରେ ଦେଖନ୍ତୁ ଆଧାର ନମ୍ବରକୁ ଆପଣ ଏଣ୍ଟର କରନ୍ତୁ। ଏଠାରେ ଆଧାର ନମ୍ବରକୁ ଏଣ୍ଟର କରିସାରିଲା ପରେ ଗେଟ୍ OTP ଉପରେ କ୍ଲିକ୍ କରନ୍ତୁ। ଆଇ ଏଗ୍ରି ଉପରେ କ୍ଲିକ୍ କରନ୍ତୁ। ତାପରେ ଏଠାରେ ଦେଖନ୍ତୁ ଆଧାର OTP ଆସିଥିବ ଆପଣଙ୍କ ମୋବାଇଲ ନମ୍ବରକୁ, ତାହା ଏଠାରେ ଏଣ୍ଟର କରିଦିଅନ୍ତୁ।
କରିସାରିଲା ପରେ ଏଠି ଭେରିଫାଇ ଉପରେ କ୍ଲିକ୍ କରନ୍ତୁ। କ୍ଲିକ୍ କରିସାରିଲା ପରେ ଏମିତି କିଛି ଆସିଯିବ। ଆସିଲା ପରେ ଦେଖନ୍ତୁ 10 ସେକେଣ୍ଡର ଟାଇମ୍ ଦେଇଛି, ତାହା କମି କମି ଅଟୋମେଟିକ୍ କ୍ଲୋଜ୍ ହେଇଯିବ। ତ କିଛି ସମୟ ୱେଟ୍ କରନ୍ତୁ। ଦେଖନ୍ତୁ କ୍ଲୋଜ୍ ହେଇଯାଇଛି। ତାପରେ ଏଠାରେ ଦେଖନ୍ତୁ ସାଇଡ଼୍ରେ ମଦର୍ ନେମ୍ ଫାଦର୍ ନେମ୍ ଦେଇଛି। ତ ଆପଣଙ୍କ ଆପ୍ଲିକାଣ୍ଟର ମଦର୍ ନେମ୍ ଓ ଫାଦର୍ ନେମ୍କୁ ଠିକ୍ ଦେଖିକି ଭରି ଦିଅନ୍ତୁ। ଭରି ସାରିଲା ପରେ ଦେଖନ୍ତୁ ଆପଣ ଥରେ ଦେଖିଦିଅନ୍ତୁ ଠିକ୍ ଅଛି କି ନାହିଁ। ତାପରେ ଫିନିଶ୍ ଉପରେ କ୍ଲିକ୍ କରନ୍ତୁ। କ୍ଲିକ୍ କରିସାରିଲା ପରେ ଦେଖନ୍ତୁ ଆପଣଙ୍କ ସାମ୍ନାରେ ଏମିତି କିଛି ଆସିଯିବ। ଗୋଟେ ରେଫରେନ୍ସ ନମ୍ବର ଆସିଯିବ। ଏହି ନମ୍ବରକୁ ନୋଟ୍ କରିକି ରଖନ୍ତୁ। ତାପରେ ଚାଲନ୍ତୁ ଆମେ ମୋବାଇଲକୁ ଯିବା। ମୋବାଇଲରେ ବାକି ସବୁ କାମ ଅଛି ଏଠାରେ କରିବା। ତ ଚାଲନ୍ତୁ ମୋବାଇଲ ସ୍କ୍ରିନ୍କୁ ମୁଁ ଆପଣଙ୍କୁ ନେଇଯାଉଛି ଓ ସେଠାରେ ଦେଖାଉଛି କେମିତି କ'ଣ କରିବେ। ପ୍ରଥମରେ ତ ଦେଖନ୍ତୁ ଆପଣ ମୋବାଇଲକୁ ଆସିସାରିଲା ପରେ ଏଠାରେ ଆପଣଙ୍କ ପ୍ଲେ ଷ୍ଟୋରକୁ ଓପନ୍ କରନ୍ତୁ। ପ୍ଲେ ଷ୍ଟୋରକୁ ଓପନ୍ କରିସାରିଲା ପରେ ସର୍ଚ୍ଚରେ ଏଠି ଲେଖନ୍ତୁ। ଦେଖନ୍ତୁ ଗୋଟେ ଆପ୍ଲିକେସନ୍ ଅଛି, ସେ ଆପ୍ଲିକେସନ୍କୁ ଏଠାରେ ଲେଖିଦିଅନ୍ତୁ। ଦେଖନ୍ତୁ ମୁଁ ଯାହା NSP OTR ଲେଖି ସର୍ଚ୍ଚ କରିଛି ସେହି ହିସାବରେ ଆପଣ ସର୍ଚ୍ଚ କରନ୍ତୁ। ଓ ଦେଖନ୍ତୁ ଏହି ଆପ୍ଲିକେସନ୍କୁ ଆପଣ ଇନଷ୍ଟଲ୍ କରନ୍ତୁ। କରିସାରିଲା ପରେ ଓପନ୍ କରନ୍ତୁ। ଓପନ୍ କରିସାରିଲା ପରେ ଫେସ୍ ଅଥେଣ୍ଟିକେସନ୍ EKYC ଯେଉଁ ଲେଖା ଅଛି ତାହାରି ଉପରେ କ୍ଲିକ୍ କରନ୍ତୁ। ତାପରେ ଏଠାରେ ଦେଖନ୍ତୁ ଯେଉଁ ରେଫରେନ୍ସ ନମ୍ବରଟି ଆପଣଙ୍କୁ ନୋଟ୍ କରିବା ପାଇଁ କହିଥିଲି ସେ ନମ୍ବରକୁ ଏଠାରେ ଏଣ୍ଟର କରିଦିଅନ୍ତୁ। କରିସାରିଲା ପରେ ଏଠାରେ ସେଣ୍ଡ OTP ଉପରେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଦେଖନ୍ତୁ ଆପଣଙ୍କ ମୋବାଇଲ ନମ୍ବରକୁ ଗୋଟେ OTP ଯାଇଥିବ। ଯେଉଁ ନମ୍ବର ଆପଣ ରେଜିଷ୍ଟର ଟାଇମ୍ରେ ଦେଇଥିଲେ ସେ ନମ୍ବରକୁ ଗୋଟେ OTP ଯିବ। ସେ OTPକୁ ଏଠାରେ ଦେଖିକି ଭଲ ଭାବରେ ଏଣ୍ଟର କରିଦିଅନ୍ତୁ। କରିସାରିଲା ପରେ ନେକ୍ସଟ ଉପରେ କ୍ଲିକ୍ କରନ୍ତୁ। ଦେଖନ୍ତୁ ଆପଣଙ୍କ ସାମ୍ନାରେ ଡିଟେଲ୍ସ ସବୁ ଆସିଯାଇଛି। ସାରିଲା ପରେ ଆଇ ଏଗ୍ରିରେ କ୍ଲିକ୍ କରନ୍ତୁ। ଦେଖନ୍ତୁ ତାପରେ ଦେଖନ୍ତୁ ଆପଣଙ୍କ ସାମ୍ନାରେ ଏମିତି କିଛି ଆସିବ କି ଆପଣଙ୍କ କ୍ୟାମେରା ଓପନ୍ ହେଇଯାଇଥିବ। ତାପରେ ଏହା ଆପ୍ଲିକାଣ୍ଟ ଯିଏ ଅଛି ତାହାର ମୁହଁକୁ ଆପଣ କ୍ୟାପଚର୍ କରନ୍ତୁ। ସେ ଅଟୋମେଟିକ୍ ଯଦି ମୁହଁ ଆପଣଙ୍କ ନେଇଗଲା ସକ୍ସେସଫୁଲ୍ ତାହେଲେ କ୍ୟାପଚର୍ ହେଇଯିବ। ଯଦି ଏମିତି କିଛି ନେଉନାହିଁ ତାହେଲେ ଆପଣ ଆପଣଙ୍କ ଫେସ୍କୁ ଭଲ ଭାବରେ ଲାଇଟ୍ ଜାଗାରେ ରଖିକି 2-3 ଥର ଟ୍ରାଏ କରନ୍ତୁ। ଆପଣଙ୍କ ଫେସ୍କୁ ଅଟୋମେଟିକ୍ ସେ ନେଇଯିବ। ଦେଖନ୍ତୁ ଏଠାରେ ସକ୍ସେସଫୁଲ୍ ହେଇଯାଇଛି। ତାପରେ ଏଇ ନମ୍ବର ଯେଉଁ ଆସିଗଲା ଏଇ ନମ୍ବରକୁ ଆପଣ ନୋଟ୍ କରିକି ରଖନ୍ତୁ। ଏହା ହିଁ ହେଉଛି ଆପଣଙ୍କର OTR ନମ୍ବର। ତାପରେ ଆପଣ ପୁଣି ଥରେ ଆପଣଙ୍କର ସ୍କଲାରସିପ୍ ପୋର୍ଟାଲ ୱେବସାଇଟ୍କୁ ରିଟର୍ଣ୍ଣ ହେଇଯାଆନ୍ତୁ ଓ ସେଠାରେ ଯେଉଁ OTR ନମ୍ବର ମାଗିଛି ସେ ନମ୍ବର ଏଣ୍ଟର କରିକି ଭେରିଫାଇ ଉପରେ କ୍ଲିକ୍ କରନ୍ତୁ। OTR ନମ୍ବରକୁ ଏଠାରେ ଏଣ୍ଟର କରନ୍ତୁ। ତାପରେ ଭେରିଫାଇ ଉପରେ କ୍ଲିକ୍ କରନ୍ତୁ। କ୍ଲିକ୍ କରିସାରିଲା ପରେ ଦେଖନ୍ତୁ 1-2 ସେକେଣ୍ଡ ଆପଣ ୱେଟ୍ କରନ୍ତୁ। ଆପଣଙ୍କ ସାମ୍ନାରେ ଦେଖନ୍ତୁ ଗୋଟେ ଆସିଯିବ ପପ୍। ଏହାକୁ ଟିକ୍ କରିକି ଏଗ୍ରି ଉପରେ କ୍ଲିକ୍ କରନ୍ତୁ। ଏହା ସକ୍ସେସଫୁଲ୍ ହେଇଯାଇଛି। ଓକେରେ କ୍ଲିକ୍ କରନ୍ତୁ। ତାପରେ ଦେଖନ୍ତୁ ସବୁକିଛି ଡିଟେଲ୍ସ ଆସିଯାଇଛି। ଆପଣ ଥରେ ଭଲ ଭାବରେ ଦେଖି ନିଅନ୍ତୁ। ଯଦି କିଛି ଭୁଲ ଥାଏ ତାହେଲେ ଆପଣ ମାନୁଆଲି ତାହାକୁ ଫିଲ୍ଅପ୍ କରନ୍ତୁ। ତାପରେ ଫଟୋକୁ ଅପଲୋଡ଼ କରନ୍ତୁ। କରିସାରିଲା ପରେ ଦେଖନ୍ତୁ ଏଠାରେ ଆପଣଙ୍କ ମୋବାଇଲ ନମ୍ବର ଆସିଯାଇଛି। ଅଲ୍ଟରନେଟିଭ୍ ମୋବାଇଲ ନମ୍ବରରେ ଗୋଟେ ମୋବାଇଲ ନମ୍ବରକୁ ଦେଇ ଦିଅନ୍ତୁ। ଆପଣଙ୍କ ଘରର ହେଲେ ବି ଚଳିବ। ମୋବାଇଲ ନମ୍ବର ଦେଇ ଦିଅନ୍ତୁ। ଦେଇ ସାରିଲା ପରେ ଦେଖନ୍ତୁ ଫାଦର ନେମ୍ ଆସିଯାଇ ଫାଦର ଏଜୁକେସନ୍ ଷ୍ଟାଟସ୍ରେ ଲିଟରେଟ୍ ଲେଖିକି ଫାଦର ଅକୁପେସନ୍ କ'ଣ କରୁଛନ୍ତି କ'ଣ ନାହିଁ ତାହା ଦେଇ ଦିଅନ୍ତୁ। ଯେହେତୁ ୟାଙ୍କର ବାପା ଏଗ୍ରିକଲଚର ମାନେ ଚାଷ କରନ୍ତି ତ ମୁଁ ଏଗ୍ରିକଲଚର ସିଲେକ୍ଟ କରିଛି। ସେହିପରି ମାଆର ବି ଏଜୁକେସନ୍ ଷ୍ଟାଟସ୍ରେ ସେମିତି ସର୍ଚ୍ଚ କରିକି ତାହା ହାଉସ୍ ୱାଇଫ୍ ଅଛନ୍ତି କି କ'ଣ ଅଛନ୍ତି ତାହା ଭରି ଦିଅନ୍ତୁ। ତାପରେ ଆଡ୍ରେସ୍ ଇନଫର୍ମେସନ୍ରେ ଦେଖନ୍ତୁ ଆପଣଙ୍କ ଡିଷ୍ଟ୍ରିକ୍ଟ, ବ୍ଲକ, ଜିପି, ଭିଲେଜ, ପିନକୋଡ଼୍ ଏହିସବୁ ଆସିଯାଇଥିବ। ଯଦି ଆସିନି ତାହେଲେ ଆପଣ ମାନୁଆଲି ତାହା ସିଲେକ୍ଟ କରିକି ଭରି ଦିଅନ୍ତୁ। ତା ତଳେ ଆଡ୍ରେସ୍କୁ ପୁଣି ମୁଁ ଯେମିତି ଲେଖିଦେଇଛି ସେହିପରି ଆପଣ ପୋଷ୍ଟ, PS, ଡିଷ୍ଟ୍ରିକ୍ଟ, ପିନକୋଡ଼୍ ସହିତ ଲେଖିକି ଭରି ଦିଅନ୍ତୁ। ତାପରେ ଦେଖନ୍ତୁ ଏଠାରେ ମୁଁ ଗୋଟେ କାଷ୍ଟ ଅପସନ୍ଟା ଯେଉଁ ଅଛି ଆମର ଜାତି କ'ଣ ତାହାକୁ ମୁଁ ଦେବା ପାଇଁ ଭୁଲି ଯାଇଥିଲି। ତ ଦେଇନଥିଲି ତାହା ଅପସନ୍ ଶୋ ହିଁ କରୁନଥିଲା। ତ ଯଦି ଆପଣଙ୍କ କ୍ଷେତ୍ରରେ ସେପରି ଶୋ କରୁନାହିଁ ତାହେଲେ ଆପଣ ଯେଉଁ କାଟାଗୋରୀ ST SC ଥାଏ ତାହାକୁ ଥରେ ଚେଞ୍ଜ କରିଦିଅନ୍ତୁ। ଆଉ ଥରେ STରେ ରଖିଦିଅନ୍ତୁ। ଦେଖନ୍ତୁ ଅଟୋମେଟିକ୍ ଏଠି ଆପଣଙ୍କ କାଷ୍ଟଟି ଦେଖେଇଦେବ। ତାହା ସିଲେକ୍ଟ କରିଦିଅନ୍ତୁ। କରିସାରିଲା ପରେ
ଦେଖନ୍ତୁ ତାପରେ ଏକାଡେମୀ ଇନଫର୍ମେସନ୍କୁ ଆସିଯାଇଛି। ଆପଣ ନେକ୍ସଟ କଲେ ଏକାଡେମୀ ଇନଫର୍ମେସନ୍କୁ ପଳେଇ ଆସିବ। ଆସି ସାରିଲା ପରେ ଦେଖନ୍ତୁ ଏଠି ମେଟ୍ରିକ୍ ଆନୁଆଲରେ ସିଲେକ୍ଟ ଅଛି, ତାହା ସେମିତି ରହିବାକୁ ଦିଅନ୍ତୁ। ତାପରେ ଏଠାରୁ କୋର୍ସରେ ଦେଖନ୍ତୁ ଏକ୍ସ ମାନେ 10 କ୍ଲାସ୍କୁ ରଖିକି ଏଠାର ବୋର୍ଡ଼, ପାସିଂ ଇୟର୍, ରୋଲ୍ ନମ୍ବର ଆପଣ ଭଲ ଭାବରେ ଦେଖନ୍ତୁ ଭରି ଦିଅନ୍ତୁ। ଭରି ସାରିଲା ପରେ ରୋଲ୍ ନମ୍ବର ଦେଲା ମାତ୍ରେ ଅଟୋମେଟିକ୍ ସେ କେତେ ନମ୍ବର ଥିଲା, ଫୁଲ୍ ମାର୍କ କେତେ ସବୁ କିଛି ଆସିଯିବ। ତ ସାଇଡ଼୍ରେ ଦେଖନ୍ତୁ ବ୍ରାଉଜ୍ ଅପସନ୍ରେ କ୍ଲିକ୍ କରନ୍ତୁ ଓ ଏଠାରେ ଆପଣଙ୍କ 10 କ୍ଲାସ୍ ସାର୍ଟିଫିକେଟ୍କୁ ଅପଲୋଡ଼ କରିଦିଅନ୍ତୁ। ଦେଖନ୍ତୁ ଏଠାରେ ଲେଖିଛି ଫାଇଲ୍ର ସାଇଜ୍ 1 MBରୁ କମ୍ ହେଇଥିବା ଦରକାର କହିଛି। ତ ଆପଣ ଯେତେବେଳେ ସ୍କାନ୍ କରୁଛନ୍ତି କି ଫଟୋ ଉଠାଉଛନ୍ତି ତାହେଲେ ଆପଣ 1 MB ଭିତରେ ହିଁ ତାହାକୁ ଫାଇଲ୍ର ସାଇଜ୍କୁ ରଖିବା ପାଇଁ ଚେଷ୍ଟା କରିବେ, ନହେଲେ ସେ ଅପଲୋଡ଼ ନେବନି। ଦେଖନ୍ତୁ ମୁଁ କରିଦେଇଛି 1 MB ଭିତରେ, ତ ଅପଲୋଡ଼ ନେଇଗଲା। ତ ତାପରେ ଦେଖନ୍ତୁ ଏଠାରେ ଆପଣଙ୍କ ଏଜୁକେସନ୍ ଡିଟେଲ୍ସ ମାନେ ଯାହା ଏବେ ପଢ଼ୁଛନ୍ତି, ଯେଉଁ ଇୟର୍ରେ ଯେଉଁ କଲେଜରେ, ତାହାର ଡିଟେଲ୍ସ ଏଠି ଦେବା ପାଇଁ ପଡ଼ିବ। ତ ଆପଣ କେଉଁ ଡିଷ୍ଟ୍ରିକ୍ଟରେ ପଢ଼ୁଛନ୍ତି, ସେ କଲେଜଟି କେଉଁ ବ୍ଲକରେ ଯାଉଛି, ସେ କଲେଜର ନାଁ କ'ଣ, ଏଠାରେ ସବୁ କିଛି ଦେଖନ୍ତୁ ଭରି ଦିଅନ୍ତୁ ଦେଖି। କୋର୍ସ ଟାଇପ୍ ଜେନେରାଲ୍ ରଖନ୍ତୁ, କୋର୍ସରେ +2 ରଖନ୍ତୁ, ଆପଣ ଆର୍ଟ୍ସ କି ସାଇନ୍ସ ଷ୍ଟ୍ରିମ୍ରେ ରଖନ୍ତୁ, ଫାର୍ଷ୍ଟ ଇୟର୍ କି ସେକେଣ୍ଡ ଇୟର୍ ରଖନ୍ତୁ। ଏଠାରେ ଦେଖନ୍ତୁ ଏନରୋଲମେଣ୍ଟ ନମ୍ବର ଲେଖିଛି। ଏନରୋଲମେଣ୍ଟ ନମ୍ବର ହେଉଛି ଆପଣଙ୍କ ରୋଲ୍ ନମ୍ବର। ତ ଆପଣଙ୍କ ଫୁଲ୍ ରୋଲ୍ ନମ୍ବର ଯେଉଁଟା ଅଛି ତାହା ଦେଇଦିଅନ୍ତୁ। ତାପରେ ଆପଣ ଯେଉଁ ଡେଟ୍ରେ ଆଡ଼ମିସନ୍ କରିଥିଲେ ସେ ଡେଟ୍କୁ ଏଠାରେ ସିଲେକ୍ଟ କରିଦିଅନ୍ତୁ। ଫାର୍ଷ୍ଟ ଇୟର୍ ଆପଣ ଯେଉଁ ଇୟର୍ରେ ଆଡ଼ମିସନ୍ କରିଥିଲେ ସେଇ ଡେଟ୍କୁ ଏଠାରେ ଭରି ଦିଅନ୍ତୁ। ତାପରେ ଆପଣ ଆଡ଼ମିସନ୍ ବା ରେଜିଷ୍ଟ୍ରେସନ୍ ନମ୍ବର ଲେଖିଛି ଯେଉଁ, ଏଠାରେ ଆପଣଙ୍କ ରୋଲ୍ ନମ୍ବରକୁ ହିଁ ଭରି ଦିଅନ୍ତୁ। ଉପରେ ଯେଉଁ ଏନରୋଲମେଣ୍ଟ ନମ୍ବର ଦେଇଥିଲେ ସେଇ ନମ୍ବରକୁ ଏଠାରେ ଭରି ଦିଅନ୍ତୁ। ତାପରେ ଆପଣ ଯେହେତୁ ଫାର୍ଷ୍ଟ ଇୟର୍ ଏବେ ଫାର୍ଷ୍ଟ ଥର ଆଡ଼ମିସନ୍ କରିଛନ୍ତି, ତ ଆପଣ ଆଡ଼ମିସନ୍ ଡେଟ୍କୁ ହିଁ ଦେଇ ଦିଅନ୍ତୁ। ଯଦି ଆପଣ ସେକେଣ୍ଡ ଇୟର୍ ଥାନ୍ତେ ତାହେଲେ ଆପଣ ରିଆଡ଼ମିସନ୍ ଡେଟ୍କୁ ଏଠାରେ ଦେବା ପାଇଁ ପଡ଼ନ୍ତା। ତ ଯେହେତୁ ଫାର୍ଷ୍ଟ ଇୟର୍ ଆପଣ ଆଡ଼ମିସନ୍ କରିଛନ୍ତି, ତାହେଲେ ଆପଣ ଆଡ଼ମିସନ୍ ଡେଟ୍କୁ ହିଁ ଏଠାରେ ଭରି ଦିଅନ୍ତୁ। ଭରି ସାରିଲା ପରେ ଦେଖନ୍ତୁ ଏଠାରେ ଏନି ଏକ୍ଜାମ୍ କଣ୍ଡକ୍ଟ ଡ୍ୟୁରିଂ କରେଣ୍ଟ ଏକାଡେମୀ ଇୟର୍ ଲେଖା ହେଇଛି। ଆପଣ ତ ଯେହେତୁ ଫାର୍ଷ୍ଟ ଇୟର୍ରେ ଆଡ଼ମିସନ୍ କରିଛନ୍ତି, ତ କିଛି ବି ଏକ୍ଜାମ୍ ହେଇନି, ସେଥିପାଇଁ ଏହା ନ ରହିବାକୁ ଦିଅନ୍ତୁ। ଏଠାରେ ଯଦି ଆପଣଙ୍କ ଆପାର ଆଇ ଡ଼ି ଅଛି ତାହେଲେ ଆପାର ଆଇ ଡ଼ି ନମ୍ବର ଦିଅନ୍ତୁ, ନହେଲେ ଆପଣ ନ ୟେଟ୍ ରେଜିଷ୍ଟ୍ରେସନ୍ରେ ଉପରେ କ୍ଲିକ୍ କରନ୍ତୁ। ତାପରେ ଏଠାରେ ହଷ୍ଟେଲର କି ଡେସ୍କ କଲର୍ ଆପଣ ସିଲେକ୍ଟ କରନ୍ତୁ। ତାପରେ ଲାଷ୍ଟ ଏକ୍ଜାମ୍ ପାସେଡ଼ ଯେଉଁ ଡିଟେଲ୍ସ ତାହା ଅଛି ଏଠାରେ ଦିଅନ୍ତୁ। ଯେହେତୁ ଫାର୍ଷ୍ଟ ଇୟର୍ +2, ତ ମୁଁ 10 କ୍ଲାସ୍ ଡିଟେଲ୍ସ ଦେଇଦେଉଛି। ଯଦି ଆପଣ ସେକେଣ୍ଡ ଇୟର୍ ହେଇଥାନ୍ତେ, ଯଦି ଆପଣ ଏଠାରେ +2 ସେକେଣ୍ଡ ଇୟର୍ ହେଇଥାନ୍ତେ, ତାହେଲେ +2 ଫାର୍ଷ୍ଟ ଇୟର୍ର ଯାହା ବି ଲାଷ୍ଟ ଏକ୍ଜାମ୍ ଅଛି ତାହାର ଡିଟେଲ୍ସ ଏଠାରେ ଦେବା ପାଇଁ ପଡ଼ିଥାନ୍ତା। ଯେହେତୁ ମୁଁ +2 ଫାର୍ଷ୍ଟ ଇୟର୍ ଆଡ଼ମିସନ୍ କରିଛି, ସେଥିପାଇଁ ମୁଁ 10 କ୍ଲାସ୍ର ଡିଟେଲ୍ସ ଦେଇଦେଉଛି। ତାପରେ ଏଠାରେ ଦେଖନ୍ତୁ ଆପଣଙ୍କ ଏଲିଜିବିଲିଟି ଇନଫର୍ମେସନ୍କୁ ଆସିଯାଇଛି। ଏଠାରେ ଦେଖନ୍ତୁ ଆପଣଙ୍କ ଇନକମ୍ ସାର୍ଟିଫିକେଟ୍ର ଡିଟେଲ୍ସ ଦେବା ପାଇଁ ପଡ଼ିବ। ଆପଣ ମା କି ବାପାର ଇନକମ୍ ଡିଟେଲ୍ସ ଏଠାରେ ଦେବା ପାଇଁ ପଡ଼ିବ। ଏଠାରେ ସାର୍ଟିଫିକେଟ୍ ନମ୍ବରକୁ ଦେଖନ୍ତୁ, ଇନକମ୍ ସାର୍ଟିଫିକେଟ୍ର ସାର୍ଟିଫିକେଟ୍ ନମ୍ବରକୁ ଏଠାରେ ଦେଇଦିଅନ୍ତୁ। ଦେଇ ସାରିଲା ପରେ ଏଠାରେ ଟୋକନ୍ ନମ୍ବରକୁ ଦେଇଦିଅନ୍ତୁ। ତ ଏଇ ଟୋକନ୍ ନମ୍ବରଟା ନୂଆ ହିଁ ଅପସନ୍ ଆସିଛି, ଆଗରୁ ଏଇଟା ନଥିଲା, ଏବେ ନୂଆ ଅପସନ୍ ଆସିଛି। ତ ଏଇ ଟୋକନ୍ ନମ୍ବର ପାଇବେ କେଉଁଠି? ତ ମୁଁ ଦେଖନ୍ତୁ ଗୋଟେ ସାର୍ଟିଫିକେଟ୍ ଦେଖେଇ ଦେଇଛି ସାଇଡ଼୍ରେ। ସାର୍ଟିଫିକେଟ୍ରେ ଦେଖନ୍ତୁ ପୁରା ତଳେ ଟୋକନ୍ ନମ୍ବର ଦେଇଛି, ସେଇ ନମ୍ବରକୁ ଏଠାରେ ଏଣ୍ଟର୍ କରିବେ। କାଷ୍ଟ, ରେସିଡେଣ୍ଟ ଇନକମ୍ ଯାହା ବି ସାର୍ଟିଫିକେଟ୍ ମାଗୁଛି ସବୁ ସାର୍ଟିଫିକେଟ୍ରେ ଏମିତି ଟୋକନ୍ ନମ୍ବର ଥିବ। ତ ଆପଣ ଦେଖନ୍ତୁ ସେ ସାର୍ଟିଫିକେଟ୍ ନମ୍ବର ଟୋକନ୍ ନମ୍ବରକୁ ଏଠାରେ ଦେଖିକି ଭରିଦେବେ। ତାପରେ ଦେଖନ୍ତୁ ଯାହା ବି ଏଠାରେ ଇନକମ୍ ଡିଟେଲ୍ସ ମୁଁ ଦେଇଛି ତାହା ଆପଣ ସେଇ ଅନୁସାରେ ଭରି ଦିଅନ୍ତୁ। ସବୁ କିଛି ସେମ୍ ହିଁ ଭରାଯାଏ। ତ ଆପଣଙ୍କ ଇନକମ୍ ସାର୍ଟିଫିକେଟ୍ ନମ୍ବର ମାରିଲା ମାତ୍ରେ ଅଟୋମେଟିକ୍ ସବୁ କିଛି ଡିଟେଲ୍ସ ଆସିଯିବ। ଯାହା ବି ନ ଆସିଛି, ମୁଁ ଯେଉଁ ଅନୁସାରେ ଦେଇଛି ଆପଣ ସେଇ ଅନୁସାରେ ଭରି ଦିଅନ୍ତୁ। ତାପରେ ଏଠାରେ ମାଟ୍ରିକୁଲେସନ୍ ସାର୍ଟିଫିକେଟ୍ ନମ୍ବର ମାଗିଛି। 10 କ୍ଲାସ୍ର ସାର୍ଟିଫିକେଟ୍ ନମ୍ବରକୁ ଏଠାରେ ଭରି ଦିଅନ୍ତୁ। ଦେଖନ୍ତୁ ମୁଁ ସାଇଡ଼୍ରେ ଗୋଟେ ସାର୍ଟିଫିକେଟ୍ ଶୋ କରିଦେଇଛି। ଆପଣ ଯଦି ସାର୍ଟିଫିକେଟ୍ ନମ୍ବର କେଉଁଟା ଜାଣିପାରୁନାହାନ୍ତି, ତାହେଲେ ସେ ସାର୍ଟିଫିକେଟ୍ ନମ୍ବରକୁ ଦେଖନ୍ତୁ ମୁଁ ଏଠାରେ ମାର୍କ କରିଦେଇଛି। ଏହା ହେଉଛି ଆପଣଙ୍କ ସାର୍ଟିଫିକେଟ୍ ନମ୍ବର। ଏଠାରେ ଏହାକୁ ଏଣ୍ଟର୍ କରନ୍ତୁ। ତାପରେ 10 କ୍ଲାସ୍ ସାର୍ଟିଫିକେଟ୍ଟିକୁ ଅପଲୋଡ଼ କରିଦିଅନ୍ତୁ। ଏଠାରେ ଦେଖନ୍ତୁ ସାର୍ଟିଫିକେଟ୍ ଇୟର୍ ଗୋଟେ ମାଗିଛି। ତ ଏଇ ସାର୍ଟିଫିକେଟ୍ ଇୟର୍ରେ ଆପଣ
ପଚାରିଛି ଯେ ଆପଣ 1 ଫେବୃଆରୀ 2020 ପୂର୍ବରୁ ସାର୍ଟିଫିକେଟ୍ ବାହାର କରିଛନ୍ତି କି ପରେ ବାହାର କରିଛନ୍ତି। ଯଦି ଆପଣ 2020 ପରେ ବାହାର କରିଛନ୍ତି ମାନେ 21-22 ଆଡ଼କୁ ବାହାର କରିଛନ୍ତି, ତାହେଲେ ତଳ ଅପସନ୍ଟି ଆଫ୍ଟର ଯେଉଁ ଅପସନ୍ ଅଛି ତାହାକୁ ସିଲେକ୍ଟ କରନ୍ତୁ। କରିସାରିଲା ପରେ ଏଠାରେ କାଷ୍ଟ ସାର୍ଟିଫିକେଟ୍ ନମ୍ବରକୁ ଏଣ୍ଟର କରନ୍ତୁ। କରିସାରିଲା ପରେ ଦେଖନ୍ତୁ ସାଇଡ଼୍ରେ ଟ୍ୟାପ୍ କରିଦିଅନ୍ତୁ। ସେ ଅଟୋମେଟିକ୍ ଆପଣଙ୍କ ସାର୍ଟିଫିକେଟ୍ ଡିଟେଲ୍ସକୁ ସେ ଭେରିଫାଇ କରିକି ଅଟୋମେଟିକ୍ ଆଣି ଆସିବ। ଦେଖନ୍ତୁ ଆସିଯାଇଛି ସବୁକିଛି ଅଟୋମେଟିକ୍। ତାପରେ ଟୋକନ୍ ନମ୍ବର କଥା ରହିଲା। ଆପଣଙ୍କୁ ଯେମିତି ସାର୍ଟିଫିକେଟ୍ରୁ ମୁଁ ଦେଖେଇଥିଲି ଇନକମ୍ ଦେଲାବେଳେ ଟୋକନ୍ ନମ୍ବର କେଉଁଠୁ ପାଇବେ, ଆପଣଙ୍କ କାଷ୍ଟ ସାର୍ଟିଫିକେଟ୍ ମଧ୍ୟ ସେପରି ଥିବ। ତାପରେ ଇସ୍ୟୁଇଂ ଅଥରିଟିରେ ଦେଖନ୍ତୁ ମୁଁ ଯେଉଁ ରେଭିନ୍ୟୁ ଅଫିସର ନଟ୍ ବିଲୋ ରାଙ୍କ ଅଫ୍ ତହସିଲ ଏହା ସିଲେକ୍ଟ କରିଛି। ଆପଣ ବି ସେଇ ଅନୁସାରେ ସିଲେକ୍ଟ କରିଦିଅନ୍ତୁ। ତାପରେ ନେକ୍ସଟ ଉପରେ କ୍ଲିକ୍ କରନ୍ତୁ। କ୍ଲିକ୍ କରିସାରିଲା ପରେ ଦେଖନ୍ତୁ ଆପଣଙ୍କ ସାମ୍ନାରେ କିଛି ପ୍ରୋସେସିଂ ନେବ। ନେଇସାରିଲା ପରେ ଦେଖନ୍ତୁ ଆପଣଙ୍କ ସାମ୍ନାରେ ଏମିତି କିଛି ସକ୍ସେସଫୁଲି ହେଇକି ଆସିଯାଇଛି। ଆସିସାରିଲା ପରେ ଏଠାରେ ଆକାଉଣ୍ଟ ଇନଫର୍ମେସନ୍ ଡିଟେଲ୍ସ ଆସିଛି। ତ ବହୁତ କ୍ଷେତ୍ରରେ ଅଟୋମେଟିକ୍ ଆକାଉଣ୍ଟ ଡିଟେଲ୍ସ ଆସିଯାଇଥାଏ। ଯଦି ଆପଣଙ୍କୁ ଆସିନି ତାହେଲେ ଏଠାରେ IFSC କୋଡ଼୍, ଆକାଉଣ୍ଟ ହୋଲ୍ଡର ନେମ୍, ଆକାଉଣ୍ଟ ନମ୍ବର ସବୁକିଛି ମାନୁଆଲି ଆପଣ ଭରି ଦିଅନ୍ତୁ। ଯଦି ଅଟୋମେଟିକ୍ ଆସିଯାଇଛି ତାହେଲେ ଏହା ଠିକ୍ ଅଛି କି ନାହିଁ ଥରେ ଆପଣ ମିଳେଇ ନିଅନ୍ତୁ। ତାପରେ ମିଳି ସାରିଲା ପରେ ଏଠାରେ ଦେଖନ୍ତୁ ଗୋଟାଏ ଅପସନ୍ ଆସିଛି। ତ ଆପଣଙ୍କ ଆଧାର ସିଡ଼ିଂରେ ଅଛି କି ନାହିଁ ବୋଲି ପଚାରିଛି। ୟେସ୍ ନୋ ଅପସନ୍ ଦୁଇଟା ଆସିଛି। ତ ଏଠାରେ ଯଦି ଆପଣ ଆଧାର ସିଡ଼ିଂ ଅଛି ଆକାଉଣ୍ଟ ନମ୍ବର ସହିତ ତାହେଲେ ଏଠାରେ ୟେସ୍ କରନ୍ତୁ। ତ ଏହାକୁ ନ କଲେ ଆପଣଙ୍କ ପ୍ରୋବ୍ଲେମ୍ ହେଇପାରେ, ସେଥିପାଇଁ ସବୁବେଳେ ଆପଣ ୟେସ୍ ହିଁ କରିବେ। ତାପରେ ଏଠାରେ ପାସବୁକ୍କୁ ଅପଲୋଡ଼ କରିଦିଅନ୍ତୁ। ବ୍ରାଉଜ୍ ଅପସନ୍ରେ ସିଲେକ୍ଟ କରିକି ପାସବୁକ୍କୁ ଅପଲୋଡ଼ କରିଦିଅନ୍ତୁ। ଯେଉଁ ଆକାଉଣ୍ଟ ଡିଟେଲ୍ସ ଆସିଛି ସେଇ ପାସବୁକ୍କୁ ହିଁ ଏଠାରେ ଅପଲୋଡ଼ କରିବେ। ତାପରେ ନେକ୍ସଟ ଉପରେ କ୍ଲିକ୍ କରନ୍ତୁ। କ୍ଲିକ୍ କରିସାରିଲା ପରେ କିଛି ଟାଇମ୍ ଲୋଡ଼ିଂ ନେବ। ନେଇସାରିଲା ପରେ ଏହା ସକ୍ସେସଫୁଲି ହେଇଯାଇଛି। ତାପରେ ଏଠାରେ ଦେଖନ୍ତୁ ଆପଣଙ୍କ ଆପ୍ଲିକେସନ୍ ଆସିଯାଇଛି। ଏହା ଭଲ ଭାବରେ ଆପଣ ସବୁକିଛି ଡିଟେଲ୍ସ ଠିକ୍ ଅଛି କି ନାହିଁ ଥରେ ମିଳେଇ ନିଅନ୍ତୁ। ଯଦି ଭୁଲ ଅଛି ତାହେଲେ ତଳେ ଗୋଟେ ଅପସନ୍ ଅଛି ଦେଖନ୍ତୁ ମଡ଼ିଫାଇ ବୋଲିକି, ସେ ମଡ଼ିଫାଇ ଉପରେ ଆପଣ କ୍ଲିକ୍ କରିକି ତାହା କରେକ୍ଟ କରିପାରିବେ। ଯଦି ସବୁକିଛି ଠିକ୍ ଅଛି ତାହେଲେ ଆପଣ ଦେଖନ୍ତୁ କନଫର୍ମ ଉପରେ କ୍ଲିକ୍ କରନ୍ତୁ। ଏହା ଦେଖନ୍ତୁ ଆଇ ଏଗ୍ରି ଟୁ ଦ ଫଲୋଇଂ ଲେଖା ହେଇଛି। ଏହା ତାର କଣ୍ଡିସନ୍ କିଛିଟା ଅଛି, ଏହାକୁ ସବୁକିଛି ଟିକ୍ କରନ୍ତୁ। କରିସାରିଲା ପରେ କନଫର୍ମ ଉପରେ କ୍ଲିକ୍ କରନ୍ତୁ। ଏହାପରେ ଆପଣଙ୍କ ଆପ୍ଲିକେସନ୍ ସକ୍ସେସଫୁଲି ସବମିଟ୍ ହେଇଯାଇଛି। ଭିୟୁ ଆପ୍ଲିକେସନ୍ ଉପରେ କ୍ଲିକ୍ କରିକି ଏହାକୁ ପ୍ରିଣ୍ଟ କରିପାରିବେ, ନହେଲେ ସେଭ୍ କରିକି ରଖନ୍ତୁ। ଏହାକୁ ପ୍ରିଣ୍ଟ କରିକି ଆପଣଙ୍କ କଲେଜରେ ନେଇକି ଦେବା ପାଇଁ ପଡ଼ିବ ଡକୁମେଣ୍ଟ ସହିତ। ତାପରେ ଭେରିଫାଇ ହେଇସାରିଲା ପରେ ଆପଣଙ୍କୁ ଷ୍ଟାଇପେଣ୍ଡ ଆସିଯିବ। ତ ଆଜି ପାଇଁ ଭିଡ଼ିଓ ଏତିକି ଥିଲା, ରହୁଛି।